ବାହାରିନ୍ର ରାଜଧାନୀ ମାନାମାଠାରେ ଭାରତୀୟ ଦୂତାବାସ ତରଫରୁ ଇଣ୍ଡିଆ ଇନ୍ ବାହାରିନ୍ ମହୋତ୍ସବର ଆୟୋଜନ କରାଯାଇଥିଲା। ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନ୍ରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା। ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗ ଦେଇଥିଲେ 21ଟି ଭାରତୀୟ ସଂଗଠନ। ଏହି କାର୍ଯ୍ୟକ୍ରମରେ ବାହାରିନ୍ରେ ଅବସ୍ଥିତ ବାହାରିନ୍ ଓଡ଼ିଆ ସମାଜକୁ ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରାଯାଇଥିଲା। ଓଡ଼ିଆ ସମାଜ ଓଡ଼ିଶାର ଷ୍ଟଲ ଗୁଡ଼ିକୁ ପ୍ରତିନିଧିତ୍ୱ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ବାହାରିନ୍ ଓଡ଼ିଆ ସମାଜର ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ସମ୍ବଲପୁରୀ ନୃତ୍ୟ। ଏହି ନୃତ୍ୟର ନିର୍ଦ୍ଦେଶ ପ୍ରିୟମ୍ବଦା ସାହୁ କରିଥିଲେ ଏବଂ ଏହି ନୃତ୍ୟ ପରିବେଷଣ କରିଥିଲେ ଆରାଇନା ମହାନ୍ତି, ଆରାଧ୍ୟା ଜେନା, ଖ୍ୟାତି ମହାପାତ୍ର, ବୈଭବ କୁମାର ସାହୁ, ନିଶାନ୍ତ ପୃଷ୍ଟି, ପ୍ରବୀଣ କୁମାର ବେହେରା, ସାଇ ସାନ୍ତ୍ୱନା ସେନାପତି, ପରିସ୍ଥିତି ଚାହେଲ ସୁବୁଦ୍ଧି। ହଜାରେ ଦର୍ଶକ ସହିତ ଏହି ପ୍ରଦର୍ଶନ ଅତି ଉଚ୍ଚକୋଟୀର ପ୍ରଶଂସା ପାଇଥିଲା। ଏହି ପ୍ରଦର୍ଶନ କେବଳ ଭାରତୀୟ ପ୍ରବାସୀମାନଙ୍କୁ ନୁହେଁ, ବିଦେଶୀ ଦର୍ଶକମାନଙ୍କୁ ମଧ୍ୟ ମୋହିଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆୟୋଜନର ମୁଖ୍ୟ ଆକର୍ଷଣ ଭାବେ 2ଟି ସୁନ୍ଦର ଓ ସୁସଜ୍ଜିତ ଓଡ଼ିଶା ଷ୍ଟଲର ପ୍ରବନ୍ଧ କରାଯାଇଥିଲା। ପ୍ରଥମ ଷ୍ଟଲରେ ଓଡ଼ିଆ ସମାଜର ସଦସ୍ୟା ଶ୍ରୀମତୀ ଦୀପ୍ତି ସାହୁ, ଶ୍ରୀମତୀ ସରୋଜିନୀ ଜେନା, ଶ୍ରୀମତୀ ସୁଜାତା ରାଉତରାୟ, ଶ୍ରୀମତୀ ମନସ୍ୱିନୀ ପାଣି, ଶ୍ରୀମତୀ ସାଗରିକା ମହାନ୍ତି, ଶ୍ରୀମତୀ ଶିବାଶ୍ରୀ ଦାସ, ଶ୍ରୀମତୀ ମଧୁସ୍ମିତା ପୃଷ୍ଟି, ଶ୍ରୀମତୀ ସୁପ୍ରିୟା ସୁବୁଦ୍ଧି, ଶ୍ରୀମତୀ ସୁଚିସ୍ମିତା ସାହୁ ମାନଙ୍କ ଦ୍ୱାରା ପାରମ୍ପରିକ ଓ ରୁଚିକର ଚଟପଟା ଓଡ଼ିଆ ବିଶେଷ ଖାଦ୍ୟପେୟ ପ୍ରସ୍ତୁତ କରାଯାଇ ଅତି ଆଦର ସହ ପରିବେଷଣ କରାଯାଇଥିଲା। ଷ୍ଟଲ ଚାରିପଟେ ଦର୍ଶକମାନଙ୍କର ବିଶାଳ ଭିଡ଼ ଜମିଥିବା ଦେଖାଯାଇଥିଲା ଏବଂ ସମସ୍ତେ ଓଡ଼ିଆ ପାରମ୍ପରିକ ଖାଦ୍ୟର ସ୍ୱାଦ ଓ ମଜାକୁ ଭରପୁର ଭାବେ ଉପଭୋଗ କରିଥିଲେ। ବାହାରିନ୍ ଓଡ଼ିଆ ସମାଜର ସାଧାରଣ ସମ୍ପାଦକ ଶାନ୍ତନୁ ସେନାପତି, ଯୁଗ୍ମ ସମ୍ପାଦକ ଶାରଦା ପ୍ରସାଦ ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦିକା ଅଙ୍କିତା ନାୟକ, କ୍ରୀଡ଼ା ସମ୍ପାଦକ ଅମରେଶ ପଣ୍ଡା, ଜନସମ୍ପର୍କ ସମ୍ପାଦକ ଅମରନାଥ ସୁବୁଦ୍ଧି ଏହି ଷ୍ଟଲର ମୁଖ୍ୟ ଆୟୋଜକ ଥିଲେ। ବାହାରିନ୍ ଓଡ଼ିଆ ସମାଜର ଅନେକ ସଭ୍ୟ ଏକତ୍ରିତ କାର୍ଯ୍ୟକ୍ରମର ଆନନ୍ଦ ନେବା ସହିତ ପ୍ରତିଯୋଗୀମାନଙ୍କର ମନୋବଳ ବଢ଼ାଇଥିଲେ। ବାହାରିନ୍ ଓଡ଼ିଆ ସମାଜର ଏହି ଛୋଟ ପ୍ରୟାସ ବିଦେଶ ମାଟିରେ ଓଡ଼ିଆର କଳା ସଂସ୍କୃତି ଓ ପରମ୍ପରାର ପ୍ରସାର ଓ ପ୍ରଚାର ପାଇଁ ନିଶ୍ଚୟ ସହାୟକ ହେବ ବୋଲି ବାହାରିନ୍ ଓଡ଼ିଆ ସମାଜର ସମସ୍ତ ସଭ୍ୟମାନଙ୍କର ଆଶା ଓ ବିଶ୍ୱାସ। ପରିଶେଷରେ ଓଡ଼ିଆ ସମାଜର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ସାହୁ, ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ କିଶୋର ଦାସ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ଦିନେଶ ମହାନ୍ତି ସମସ୍ତ ସଦସ୍ୟମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାହାରିନ୍ରେ ଗତ 22 ବର୍ଷ ଧରି ବାହାରିନ୍ ଓଡ଼ିଆ ସମାଜ ଓଡ଼ିଶାର ସମୃଦ୍ଧ ଶ୍ରୀ ଜଗନ୍ନାଥଙ୍କ ସଂସ୍କୃତି, ଐତିହ୍ୟ ଓ ହସ୍ତତନ୍ତ୍ରର ପ୍ରଚାର ପ୍ରସାର କରିଆସୁଛି। ବ୍ୟୁରୋ ରିପୋର୍ଟ, କାଳାନ୍ତର ନ୍ୟୁଜ୍।